ଆଜି ପୃଥି ପୃଷ୍ଠରେ ଯୀଶୁଖ୍ରୀଷ୍ଟ ଅଛପା ନୁହନ୍ତି। ଆଜି ଯଦି ଆମେ କାହାକୁ ପ୍ରଶ୍ନ କରିବା ଆପଣ ଯୀଶୁଙ୍କୁ ବିଶ୍ୱାସ କରନ୍ତି କି, ତେବେ ନିଶ୍ଚିତ ଭାବେ ଅଧିକାଂଶ ଲୋକଙ୍କ ଠାରୁ ଉତ୍ତର ଆସିବ ହଁ ଆମେ ଯୀଶୁଙ୍କୁ ବିଶ୍ୱାସ କରୁ। ମୁଁ ଭାବୁଛି ନନ୍ ଖ୍ରୀଷ୍ଟିଆନ ମାନେ ମଧ୍ୟ ଅନେକ ଲୋକ ବିଶ୍ୱାସ କରୁଥିବେ, ଯଦିଓ ସେମାନେ ଖ୍ରୀଷ୍ଟିଆନ ହେଇନାହାନ୍ତି। ତେବେ ବାଇବେଲ କ'ଣ କହୁଛି? ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ଆମର କ'ଣ ଲାଭ ହୁଏ? ନାଇଁ, ଯେତେବେଳେ ଜଣେ ଲୋକ ଯୀଶୁଙ୍କୁ ବିଶ୍ୱାସ କରେ, ସେଠି ବାଇବେଲ ଲେଖା ହେଇଛି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ବୋଲି ଲେଖା ହେଇଛି। ତେବେ ଜଣେ ଲୋକ ଯଦି ଯୀଶୁଙ୍କୁ ବିଶ୍ୱାସ କଲା, ସେ ନିଶ୍ଚିତ ଭାବେ ପରିତ୍ରାଣ ପାଇବ, ଉଦ୍ଧାର ପାଇବ, ଅନନ୍ତ ଜୀବନ ପାଇବ, ପାପରୁ ମୁକ୍ତ ହେବ। ତେବେ ସେଇ ପ୍ରଶ୍ନ ଯଦି ସେଇ ଲୋକମାନଙ୍କୁ ଆଉ ଥରେ ଆମେ ପଚାରିବା, ଆପଣ ପରିତ୍ରାଣ ପାଇଛନ୍ତି କି, ଆପଣ ପାପରୁ ଉଦ୍ଧାର ପାଇଛନ୍ତି କି, ତେବେ ଅନେକ ଲୋକ କହିବେ ଆମେ ପାଇନାହୁଁ, କାରଣ ସେମାନେ ପରିତ୍ରାଣ କ'ଣ ଜାଣିନାହାନ୍ତି। ଅନେକ ଲୋକ ଏ ପ୍ରକାର ମଧ୍ୟ କହିବେ ହଁ ଆମେ ପରିତ୍ରାଣ ପାଇଛୁ, କିନ୍ତୁ ପରିତ୍ରାଣ ବିଷୟରେ ସେମାନଙ୍କର ସ୍ପଷ୍ଟତା ନଥାଏ। ସେମାନେ ପରିତ୍ରାଣ କ'ଣ, ଉଦ୍ଧାର କ'ଣ ଜାଣିନାହାନ୍ତି। କିନ୍ତୁ ଯେହେତୁ ସେମାନେ ଖ୍ରୀଷ୍ଟିଆନ ହେଇଛନ୍ତି, ବାପ୍ତିସ୍ମ ନେଇଛନ୍ତି, ପ୍ରଭୁ ଭୋଜ ଖାଉଛନ୍ତି, ସେଥିପାଇଁ ହୁଏତ ଆମେ ପରିତ୍ରାଣ ପାଇଥାଇପାରୁ, ହୁଏତ ଆମର ପାପ କ୍ଷମା ହେଇଥାଇପାରେ। ଏ ପ୍ରକାର ଗୋଟେ ଅସ୍ପଷ୍ଟ ଉତ୍ତର ଆମେ ଅଧିକାଂଶ ଲୋକଠାରୁ ପାଇବା। କିନ୍ତୁ ଅଳ୍ପ ଲୋକ ପୃଥିବୀରେ ଥିବେ ଯେଉଁମାନେ ସ୍ପଷ୍ଟ ଭାବେ କହିପାରିବେ କି ସେମାନେ ପରିତ୍ରାଣ ପାଇଛନ୍ତି ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା। ତେବେ କେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରିପାରିବେ? ବାଇବେଲରେ ସ୍ପଷ୍ଟ ଲେଖା ହେଇଛି ଯୀଶୁ ପାପୀମାନଙ୍କ ନିମନ୍ତେ ଆସିଥିଲେ। ତାର ଅର୍ଥ ଗୋଟେ ଡାକ୍ତର ଯଦି ରୋଗୀ ପାଇଁ ଆସିଛି, ତେବେ ଡାକ୍ତର ଆଉ ରୋଗୀର ସମ୍ପର୍କ ହିଁ କେବଳ ରୋଗୀ ହିଁ ଡାକ୍ତରଙ୍କର ବିଷୟରେ ଜାଣିଛି ବା ଜାଣିବ। ଯୀଶୁଙ୍କୁ ବିଶ୍ୱାସ କରିବାର ଅର୍ଥ କ'ଣ? ଯୀଶୁଙ୍କୁ ଗ୍ରହଣ କରିବା। କିନ୍ତୁ ଆମେ ଲୋକଙ୍କର ହୃଦୟକୁ, ଲୋକଙ୍କର ମନକୁ ଯଦି ଆମେ ଦେଖିବା, ସେମାନେ ଯୀଶୁଙ୍କୁ ଗ୍ରହଣ କରିନାହାନ୍ତି, ସେମାନେ ଯୀଶୁଙ୍କୁ ଜାଣିଛନ୍ତି। କେମିତି? ନାଇଁ, ଯୀଶୁ ଈଶ୍ୱରଙ୍କର ପୁତ୍ର, ନାଇଁ ଯୀଶୁ କ୍ରୁଶାର୍ପିତ ହେଲେ, ଯୀଶୁ ଆମ ପାପ ପାଇଁ ମଲେ, ଆଉ ଯୀଶୁ ତୃତୀୟ ଦିବସରେ ଉତ୍ଥାପିତ ହେଲେ, ଯୀଶୁ ସ୍ୱର୍ଗକୁ ଗଲେ। ଏ ପ୍ରକାର ବାଇବେଲ ଭିତ୍ତିକ ନୈତିକ ଜ୍ଞାନ ଅନେକ ତ ମୁଁ କହୁନି, ପ୍ରାୟ ସମସ୍ତେ ଲୋକ ଜାଣିଛନ୍ତି। ଆଉ ତଦ୍ୱାରା ସେମାନେ ଭାବୁଛନ୍ତି ଆମେ ଯୀଶୁଙ୍କୁ ବିଶ୍ୱାସ କରୁଅଛୁ। ତ ଏହା ହେଉଛି ସମସ୍ୟା। ତ କେଉଁମାନେ ଯୀଶୁଙ୍କୁ ଗ୍ରହଣ କରିବେ, କେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରିବେ? ଡାକ୍ତରକୁ କିଏ ଗ୍ରହଣ କରିବ? ରୋଗୀ ହିଁ ଗ୍ରହଣ କରିବ। ଡାକ୍ତର ପ୍ରତ୍ୟେକ ରାସ୍ତାକୁ, ଡାକ୍ତର ପ୍ରତ୍ୟେକ ବିଷୟକୁ ରୋଗୀ ହିଁ ଗ୍ରହଣ କରିବ। ଜଣେ ଭଲ ଲୋକ ସତ ଚେଷ୍ଟା କଲେ ମଧ୍ୟ ସେ କେବେ ହେଲେ ଗ୍ରହଣ କରିପାରିବ ନାହିଁ। ତ ଯେତେବେଳେ ଆମେ ଯୀଶୁଙ୍କୁ ଦେଖୁଛୁ, ଯୀଶୁଙ୍କୁ କେଉଁମାନେ ଗ୍ରହଣ କରିବେ, କେଉଁମାନେ ବିଶ୍ୱାସ କରିବେ? ପାପୀମାନେ। ତେବେ ଆଜି ଅନେକ ଲୋକ ଯଦିଓ ଖ୍ରୀଷ୍ଟିଆନ ହେଉଛନ୍ତି, ବାପ୍ତିସ୍ମ ନେଉଛନ୍ତି, ସୁସମାଚାର ଶୁଣୁଛନ୍ତି, ସେମାନେ କାହିଁକି ଗ୍ରହଣ କରିପାରୁନାହାନ୍ତି? ତାର ପ୍ରକୃତ କାରଣ, ସେମାନେ ଯଦିଓ ବାହିକ ଭାବେ ପାପୀ ବୋଲି କହୁଛନ୍ତି, ପାପୀର ଆକ୍ଟିଂ କରୁଛନ୍ତି, ଆଉ ଆମେ ପାପ କରିଛୁ ବୋଲି ସ୍ୱୀକାର କରୁଛନ୍ତି, କିନ୍ତୁ ସେମାନେ କେବେ ହେଲେ ପାପୀର ସ୍ଥାନରେ ଠିଆ ହେଇପାରିନାହାନ୍ତି। କାହିଁକି? କାରଣ ଲୋକମାନେ କେଉଁ ବିଚାରଧାରାକୁ ନେଇକି ସେମାନେ ପାପୀ କହୁଛନ୍ତି? ସେମାନେ କିଛି ଭୁଲ କରିଛନ୍ତି, ସେମାନେ କିଛି କଦର୍ଯ୍ୟ କାର୍ଯ୍ୟ କରୁଛନ୍ତି, ସେମାନେ କିଛି ଅବାଟରେ ଯାଇଅଛନ୍ତି, ସେଥିପାଇଁ ସେମାନେ ନିଜକୁ ପାପୀ କହୁଛନ୍ତି। ଏହା ସମ୍ପୂର୍ଣ୍ଣ ବାଇବେଲର ବିପରୀତ ଅଟେ। ଈଶ୍ୱର କାହିଁକି ମନୁଷ୍ୟକୁ ପାପୀ କହୁଛନ୍ତି, ମନୁଷ୍ୟ ନିଜକୁ କାହିଁକି ପାପୀ କହୁଛି, ଏହାର ବହୁତ ତଫାତ ଅଛି, ଡିଫରେନ୍ସ ଅଛି। ତ ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟକୁ ଦେଖିବା, ପରମେଶ୍ୱର କାହିଁକି ମନୁଷ୍ୟକୁ ପାପୀ କହୁଛନ୍ତି? ମନୁଷ୍ୟର କୌଣସି ଭୁଲ ଯୋଗୁଁ କି? ମନୁଷ୍ୟ କୌଣସି ପାପ କଲା ଯୋଗୁଁ କି? ମନୁଷ୍ୟ କୌଣସି ଅପରାଧ କରୁଛି ବୋଲି କି? କଦାପି ନୁହେଁ।
ମନୁଷ୍ୟ ଜନ୍ମରୁ ହିଁ ପାପୀ ଅଟେ। କିନ୍ତୁ ସାଧାରଣତଃ ଲୋକମାନଙ୍କ ହୃଦୟରେ କେମିତି ଅଛି, ଯେହେତୁ ମୁଁ କିଛି ଭୁଲ କରିଛି, ମୋ ଜୀବନରେ ସ୍ପଷ୍ଟତା ନାହିଁ, ଆଉ ମୋ ଜୀବନରେ ପବିତ୍ରତା ନାହିଁ, ସେଥିପାଇଁ ସେମାନେ ନିଜକୁ ପାପୀ କହିବାକୁ ବାଧ୍ୟ ହେଇଯାଆନ୍ତି। କାରଣ ସେମାନେ ଯେତେ ଚିନ୍ତା କଲେ ମଧ୍ୟ ଈଶ୍ୱରଙ୍କର ବାକ୍ୟର ବିରୋଧରେ ହିଁ ଠିଆ ହେଇଛନ୍ତି। ସେଇ ବିଷୟ ଯାକ ସେମାନେ ବିବେକରେ ଯେତେବେଳେ ଧରୁଛନ୍ତି, ପାଉଛନ୍ତି, ସେମାନେ ପାପୀ କହିବା ପାଇଁ ବାଧ୍ୟ। କିନ୍ତୁ ଈଶ୍ୱର ଏଇ ବିଷୟ ଦ୍ୱାରା କେବେ ହେଲେ ମନୁଷ୍ୟକୁ ପାପୀ କହୁନାହାନ୍ତି। ବରଂ ମନୁଷ୍ୟ ଭଲ କାର୍ଯ୍ୟ କରୁ, ମନୁଷ୍ୟ ମନ୍ଦ କାର୍ଯ୍ୟ କରୁ, ମନୁଷ୍ୟ ନ୍ୟୁଟ୍ରାଲ ମଧ୍ୟ ହେଇକି ରହିଯାଉ, କିଛି ବି ସେ ନ କରୁ, ତଥାପି ସେ ଈଶ୍ୱରଙ୍କ ଦୃଷ୍ଟିରେ ପାପୀ। କାହିଁକି? କାରଣ ଆଦମଙ୍କ ଠାରୁ ହିଁ ମନୁଷ୍ୟ ପାପୀ ହେଇଯାଇଛି। ଆଦମଙ୍କ ଠାରୁ ହିଁ ମନୁଷ୍ୟ ପାପରେ ପଡ଼ିଯାଇଛି। ସେଥିପାଇଁ ମନୁଷ୍ୟ ଯାହା କଲେ ମଧ୍ୟ ସେ ଈଶ୍ୱରଙ୍କ ଦୃଷ୍ଟିରେ ପାପୀ ହିଁ ଅଟେ। ତ ଯେତେବେଳେ ମନୁଷ୍ୟ ଦେଖୁଛି କି ହଁ ଆମେ ବହୁତ ଭୁଲ କାର୍ଯ୍ୟ କରିଛୁ, ଆମେ ବେଶୀ ପାପ କରିଛୁ, ସେଥିପାଇଁ ଆମେ ପାପୀ, ସେଥିପାଇଁ ଆମମାନଙ୍କୁ କ'ଣ କରିବାକୁ ଅଛି, ଆମକୁ ପରିବର୍ତ୍ତିତ ହେବାକୁ ଅଛି, ଆମେ ଭୁଲ ରାସ୍ତାରୁ ଫେରିବାକୁ ଅଛି। ସେଥିପାଇଁ ମନୁଷ୍ୟ କ'ଣ କରୁଛି, ସେ ଚେଷ୍ଟାର ଦୁନିଆରେ ଭାସୁଛି, ସେ ପରିବର୍ତ୍ତନ ହେବାକୁ ଚେଷ୍ଟା କରୁଛି। କିନ୍ତୁ ଏହା ମଧ୍ୟ ବାଇବେଲର ବିପରୀତ ଅଟେ। ବାଇବେଲର ବେସିକ୍ ପଏଣ୍ଟ କ'ଣ, ବାଇବେଲର ସତ୍ୟ କ'ଣ? ନାଇଁ, ମନୁଷ୍ୟ ହେଉଛି 100% ମନ୍ଦ ଅଟେ। ମନୁଷ୍ୟ ହୃଦୟ ହେଉଛି କରପ୍ଟେଡ୍। ସେଠି ଆମେ ଗୋଟେ ବାକ୍ୟ ଦେଖିବା, ଆମେ ପଢ଼ିବା, ମାର୍କ ପୁସ୍ତକ ଯିବା, ମାର୍କ ପୁସ୍ତକ 7 ପର୍ବକୁ ଆମେ ଯିବା। 7:19 ପଦରୁ ଆମେ ପଢ଼ିବା କ'ଣ ଲେଖା ଅଛି। ମାର୍କ ପୁସ୍ତକ 7:19 ପଦ ମୁଁ ପଢ଼ୁଛି। ଯୀଶୁ କହିଛନ୍ତି, ଏଇଟା 7:20ରୁ ପଢ଼ୁଛି। ଆଉ ସେ କହିଲେ, ଯାହା ମନୁଷ୍ୟ ଠାରୁ ବାହାରେ ତାହା ହିଁ ତାହାକୁ ଅଶୁଚି କରେ, କାରଣ ଭିତରୁ ମନୁଷ୍ୟ ହୃଦୟରୁ କୁଚିନ୍ତା ବାହାରେ, ବେଶ୍ୟାଗମନ, ଚୌର୍ଯ୍ୟ, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା, ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ। ତେବେ ମନୁଷ୍ୟ ଭିତରେ କ'ଣ ଅଛି? ମନୁଷ୍ୟ ଭିତରେ କ'ଣ ଅଛି? ମନୁଷ୍ୟ ଭିତରେ କୁଚିନ୍ତା ଅଛି, ବେଶ୍ୟାଗମନ ଅଛି, ଚୌର୍ଯ୍ୟ, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମକର୍ତ୍ତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା। ମନୁଷ୍ୟ ଭିତରେ ଏ সকল ବିଷୟ ରହିଅଛି ବୋଲି ବାଇବେଲ କହୁଛି। ତେବେ ମନୁଷ୍ୟ ଭିତରେ ଯଦି ଏ সকଳ ବିଷୟ ପରିପୂର୍ଣ୍ଣ ମାତ୍ରାରେ ରହିଛି, କିନ୍ତୁ ବିପରୀତ ଭାବରେ ମନୁଷ୍ୟ କ'ଣ ହେବା ପାଇଁ ଚାହୁଁଛି? ସେ ସାଧୁ ହେବା ପାଇଁ ଚାହୁଁଛି, ସେ ଭଦ୍ର ହେବା ପାଇଁ ଚାହୁଁଛି, ସେ ପୁରା ନମ୍ର ହେବା ପାଇଁ ଚାହୁଁଛି, ସେ ବହୁତ ଭଲ ଭଲ କାର୍ଯ୍ୟ କରିବା ପାଇଁ ଚାହୁଁଛି। ନିଶ୍ଚିତ ଭାବେ ମନୁଷ୍ୟ ଦୃଷ୍ଟିରେ ଅନେକ ଲୋକ ଭଲ ବି କରିପାରନ୍ତି, ଅନେକ ଲୋକ ବିଶ୍ୱସ୍ତ ବି ଦେଖାଯାଇପାରନ୍ତି। କିନ୍ତୁ ସେଠାରେ ଯଦି ବାକ୍ୟ ଦ୍ୱାରା ଆମେ ଯଦି ତର୍ଜମା କରିବା, ଈଶ୍ୱରଙ୍କ ହୃଦୟ ଦ୍ୱାରା ଯଦି ଦେଖିବା, ତେବେ ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ 100ରୁ 100% ମନ୍ଦ ଅଟେ। ତେଣୁ ପାଉଲ ଯେତେବେଳେ ଏହାକୁ ଜାଣିଲେ, ଗ୍ରହଣ କଲେ, ସେ ରୋମିଓ 7:18 ପଦରେ ଲେଖିଛନ୍ତି କି ମୋ ଠାରେ ଅର୍ଥାତ୍ ମୋ ଶରୀରରେ ଯେ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ ବୋଲି। କାରଣ ମୁଁ ଇଚ୍ଛା କରିପାରୁଅଛି, କିନ୍ତୁ ଯାହା ଉତ୍ତମ ତାହା କରିବା ନିମନ୍ତେ ମୋ ପାଖରେ ସାମର୍ଥ୍ୟ ନାହିଁ। ଏହା ହେଉଛି ମନୁଷ୍ୟର ପ୍ରକୃତ ସ୍ଥିତି, କି ମନୁଷ୍ୟଠାରେ କୌଣସି ଉତ୍ତମତା ନାହିଁ। ସେ ନିଶ୍ଚିତ ଭାବେ ଇଚ୍ଛା କରିପାରୁଛି, ଚେଷ୍ଟା କରୁଛି ଭଲ ହେବା ପାଇଁ, ଉତ୍ତମ କରିବା ପାଇଁ, ଈଶ୍ୱରଙ୍କର ବାଧ୍ୟ ହେବା ପାଇଁ, ଈଶ୍ୱରଙ୍କର ବ୍ୟବସ୍ଥା ପାଳନ କରିବା ପାଇଁ, କିନ୍ତୁ ସେ ସାମର୍ଥ୍ୟ ତା ପାଖରେ ନାହିଁ। ତେଣୁ ମନୁଷ୍ୟ ସତ ଚେଷ୍ଟା କଲେ ସେ ହୁଏତ ଭଲ ମଣିଷ ହେଇପାରେ କିମ୍ବା କିଛି ଉତ୍ତମ ଦେଖାଯାଇପାରେ, କିନ୍ତୁ ପରମେଶ୍ୱରଙ୍କର ଆଗରେ କେବେ ଧାର୍ମିକ ସେ ହେଇପାରିବ ନାହିଁ, ପାପରୁ ମୁକ୍ତ ହେଇପାରିବ ନାହିଁ, ପବିତ୍ରତାରେ କେବେ ହେଲେ ପ୍ରବେଶ କରିପାରିବ ନାହିଁ। ତ ବାଇବେଲରେ ଗୋଟେ ବାକ୍ୟ ଲେଖା ଅଛି, ପାପର ବେତନ ହେଉଛି ମୃତ୍ୟୁ। ଏହା ହେଉଛି ମନୁଷ୍ୟ ପାଖରେ ଈଶ୍ୱରଙ୍କର ବିଚାର। ପାପର ବେତନ ହେଉଛି ମୃତ୍ୟୁ। ଏଇଟା ନ୍ୟାୟ, ଦଣ୍ଡ। ଯିଏ ପାପ କରିଛି, ଯିଏ ପାପୀ, ସେ ନରକ ଯିବାକୁ ବାଧ୍ୟ।
ଏହା ପରମେଶ୍ୱରଙ୍କର ନ୍ୟାୟ। ଦ୍ୱିତୀୟ ମୃତ୍ୟୁ ବୋଲି ବାଇବଲରେ ମଧ୍ୟ ଲେଖା ଅଛି। ତ ପ୍ରକୃତରେ ଯେତେବେଳେ ଲୋକମାନେ ନିଜକୁ ଦେଖୁଛନ୍ତି, ସେମାନେ ଯଦି କିଛି ଉତ୍ତମ କରିଛନ୍ତି କିମ୍ବା କିଛି ପିଲାବେଳର ଉତ୍ତମତାରେ ବଢ଼ିଲା ପରେ ସେମାନେ ଅନୁଭବ କରୁଛନ୍ତି, ସେମାନେ ନିଜକୁ ନିର୍ଦ୍ଦୋଷ ବୋଲିକି ଗଣୁଛନ୍ତି। କିନ୍ତୁ ଯେଉଁ ଲୋକମାନେ ନିଜେ ଦୋଷୀ ହେଇଛନ୍ତି, ପାପ କରିଛନ୍ତି, ସେମାନେ ନିଜକୁ ଦୋଷୀ ବୋଲିକି ସେମାନେ ବିଚାର କରୁଛନ୍ତି। ତ ଏହା ମନୁଷ୍ୟର ବିଚାର, ଏହା ଈଶ୍ୱରଙ୍କର ବିଚାର ନୁହେଁ। ପାପର ବେତନ ହେଉଛି ମୃତ୍ୟୁ। ଆଉ ବାଇବଲରେ ଏମିତି ଲେଖା ଅଛି, ରୋମିଓ 3:23 ସମସ୍ତେ ତ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ତ ଲୋକମାନେ ଯେତେବେଳେ ନିଜର ଜ୍ଞାନ ଅନୁସାରେ, ନିଜର ବୁଦ୍ଧି ବିବେକ ଅନୁସାରେ ସେମାନେ ଚିନ୍ତା କରୁଛନ୍ତି, କିଏ ପାପ କରିଛି, କିଏ ପାପ କରିନି, ମୁଁ କେତେ ପାପ କରିଛି, କେତେ ପାପ କରିନାହିଁ, ତ ଆକୁ ନେଇକି ସେମାନେ ଆକଳନ କରୁଛନ୍ତି। ଆଉ ସେମାନେ ନିଜକୁ ସ୍ଥାପିତ କରୁଛନ୍ତି, ସେମାନେ ନରକ ଯିବେ କି ସ୍ୱର୍ଗ ଯିବେ। ତ ସେମାନଙ୍କୁ ଯୀଶୁ ଗ୍ରହଣ କରିବେ ନା ଗ୍ରହଣ କରିବେ ନାହିଁ। ତ ଶେଷ ବିଚାରରେ ସେମାନେ ଜିତିପାରିବେ କି ଜିତିପାରିବେ ନାହିଁ, ମନୁଷ୍ୟର ଆକଳନ ଦ୍ୱାରା ସେମାନେ ତାକୁ ସ୍ଥିର କରୁଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ବାଇବେଲ କହୁଛି ସମସ୍ତେ ତ ପାପ କରିଅଛନ୍ତି। ତ ଆମେ ଗୋଟିଏ ବିଷୟ ଯଦି ଚିନ୍ତା କରିବା, ବାଇବେଲରେ ଯେଉଁ ବାକ୍ୟ ଲେଖା ହେଇଛି ତାହା ହେଉଛି ଈଶ୍ୱରଙ୍କର ବାକ୍ୟ। ମୋ ଜୀବନରେ ଯଦି ବି ମୁଁ କିଛି ଭୁଲ କାମ କଲା ପରେ ଦେଖା ନ ଯାଇପାରେ, କିନ୍ତୁ ପରମେଶ୍ୱର ମୋତେ କହୁଛନ୍ତି ତୁ ପାପ କରିଛୁ, ତେବେ ମୁଁ ପାପ। ଆମେ ଯଦି କୈନଙ୍କର ଜୀବନକୁ ଦେଖିବା, ପ୍ରଥମେ ଯେତେବେଳେ ଆମେ ଦେଖୁଛୁ ସେ କିଛି ଭୁଲ କଲା ପରେ ଦେଖାଯାଉନି, ସେ ବହୁତ ଉତ୍ତମ ଆଉ ହେବଲ ଠାରୁ ମଧ୍ୟ ବହୁତ ପରିଶ୍ରମ କରିଛି। କିନ୍ତୁ ଯେତେବେଳେ ଆମେ ଦେଖୁଛୁ କି ସେ ତାର ଭାଇର ମର୍ଡରର, ହେଲେ ପ୍ରଥମ କେତେ ସମୟରେ ସେ ଉତ୍ତମତା ଦେଖାଗଲା, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ମର୍ଡରର ପ୍ରକାଶ ପାଉଛି। ତେବେ ଈଶ୍ୱରଙ୍କ ଦୃଷ୍ଟିରେ କ'ଣ ସେ ମର୍ଡରର ନା ଉତ୍ତମ ଲୋକ? ନିଶ୍ଚିତ ଭାବେ ସେ ମର୍ଡରର, ସେ ନରଘାତକ, ନରହତ୍ୟାକାରୀ ସେ ଅଟେ। ତ ସେହି ପ୍ରକାରେ ଆମେମାନେ ଯେତେବେଳେ ଆମର କୌଣସି ଭୁଲ ଭଟକା ପ୍ରକାଶ ପାଇନଥାଏ, ଆମେ କୌଣସି ଦୋଷ ଦୁର୍ବଳତାରେ ଧରା ନ ଯାଇଥାଉ, ସେତେବେଳେ ଆମେ ଚିନ୍ତା କରିବାକୁ ଆରମ୍ଭ କରୁଛୁ, ହଁ ପ୍ରକୃତରେ ମୁଁ ଉତ୍ତମ ଲୋକ ଅଟେ, ମୁଁ ଭଲ ଲୋକ ଅଟେ। କିନ୍ତୁ ପରମେଶ୍ୱର କ'ଣ କହୁଛନ୍ତି ମୋତେ? ମୁଁ ମଧ୍ୟ ପାପ କରିଛି। କାରଣ ସମସ୍ତେ ତ ପାପ କରିଅଛନ୍ତି। ସମସ୍ତେ କହିଲେ ପୃଥିବୀର ସମସ୍ତ ଲୋକଙ୍କୁ ବୁଝାଉଛି। ଆଉ ଈଶ୍ୱରଙ୍କର ବାକ୍ୟକୁ ଆମେ କେବେ ଖଣ୍ଡନ କରିପାରିବା ନାହିଁ, ତାକୁ କେବଳ ଗ୍ରହଣ କରାଯାଏ। ଯେଉଁ ଲୋକମାନେ ଗ୍ରହଣ କରୁଛନ୍ତି ସେମାନେ ପାଉଛନ୍ତି, ନିଶ୍ଚିତ ଭାବେ ମୁଁ ପାପୀ, ମୁଁ ପାପ କରିଛି, ଆଉ ପାପର ବେତନ ହେଉଛି ମୃତ୍ୟୁ, ଆଉ ମୋ ସାମ୍ନାରେ ମୃତ୍ୟୁ ଅଛି। ମୁଁ ଯେତେବେଳେ ବି ମରିବି, ନରକ ଯିବା ଛଡ଼ା ମୋ ପାଖରେ କିଛି ରାସ୍ତା ନାହିଁ। ଯେତେବେଳେ ମନୁଷ୍ୟର ପ୍ରକୃତ ସ୍ଥିତି ତା ଆଗକୁ ଆସୁଛି, ସେହି ଲୋକ ଯୀଶୁଙ୍କୁ ଆଡ଼କୁ ଅନେଇ ପାରିବ। କାରଣ ପାପର ବେତନ ହେଉଛି ମୃତ୍ୟୁ। କେବଳ ଖ୍ରୀଷ୍ଟଙ୍କର ସହଭାଗିତାରେ ତାହା ଅନନ୍ତ ଜୀବନ। ତାର ଅର୍ଥ, ଯେତେବେଳେ ଜଣେ ଲୋକ ନିଜର ପାପର ପ୍ରକୃତିକୁ ପାଇପାରୁଛି, ପ୍ରକୃତରେ ସେହି ଲୋକ ହିଁ ପରିତ୍ରାଣ ପାଇପାରିବ, ସେହି ଲୋକ ହିଁ ପରିତ୍ରାଣ ଗ୍ରହଣ କରିପାରିବ, ସେହି ଲୋକ ହିଁ ଯୀଶୁଙ୍କୁ ବିଶ୍ୱାସ କରିପାରିବ। ଆମେ ଗୋଟେ କାହାଣୀ ପଢ଼ିବା, ଲୁକ ପୁସ୍ତକକୁ ଯିବା। ଲୁକ 23 ଦୁଇଟି ଚୋର ବିଷୟରେ ଲେଖା ହେଇଛି। ଆପଣମାନେ ବି ଶୁଣିଥାଇ ପାରନ୍ତି କିମ୍ବା ବାଇବେଲରୁ ପଢ଼ିଥାଇ ପାରନ୍ତି। ଦୁଇଟା ଚୋର, ଡକାୟତ ମାନେ କ'ଣ ଭଲ ଲୋକ କି? ଏମାନେ କ'ଣ ଖ୍ରୀଷ୍ଟିଆନ ହେଇଥିଲେ, ନା ବାଇବେଲ ପଢ଼ୁଥିଲେ, ନା କୌଣସି ଉପାସନା କରୁଥିଲେ, ନା ବାପ୍ତିସ୍ମ ନେଇଥିଲେ, ନା ପ୍ରଭୁ ଗ୍ରହଣ, କିଛି ଆଙ୍କ ଜୀବନରେ କିଛି ଘଟି ନାହିଁ। ଏମାନେ ଶେଷ ଦିନ ମାନେ ଶେଷରେ ତାଙ୍କର କର୍ମର ଫଳ ଭୋଗୁଥିଲେ। କାହା ସହିତ? ଯୀଶୁଙ୍କ ସହିତ। ଏଠି ଲେଖା ହେଇଛି, ମୁଁ ପଢ଼ୁଛି ଲୁକ 23:39 ଆଉ କ୍ରୁଶରେ ଚଢ଼ା ଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୁହଁ? ନିଜକୁ ଆମମାନଙ୍କୁ ରକ୍ଷା କର। ତ ସମସ୍ତେ ତ ପାପ କରିଅଛନ୍ତି ଆଉ ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। କିନ୍ତୁ ଦୁଇ ପ୍ରକାର ଲୋକ ଅଛନ୍ତି। ଏ ପାପୀମାନଙ୍କ ଭିତରେ ଦୁଇ ପ୍ରକାର ଲୋକ ଅଛନ୍ତି। ଗୋଟେ ପ୍ରକାର ପାପୀ ଖ୍ରୀଷ୍ଟଙ୍କୁ କହୁଛି, ମୋତେ ଉଦ୍ଧାର କରେ, ମୋତେ ରକ୍ଷା କରେ, ମୋତେ ଜଗତରେ ଆଉ ମୋତେ ବଞ୍ଚିବାକୁ ଅଛି, ଆଉ ଜଗତରେ ମୋତେ ଏଇ ପ୍ରକାର କରେ, ସେଇ ପ୍ରକାର କରେ। ତ ପ୍ରକୃତରେ ଗୋଟେ ପ୍ରକାର ପାପୀ ଅଛନ୍ତି, ସେମାନେ ଈଶ୍ୱରଙ୍କର ନ୍ୟାୟକୁ
ईश्वर विचार को केबे ग्रहण करूना कौन नहीं मुझे पाप करी ईश्वर व्यवस्था को लंघन कर ईश्वर व्यवस्था लंघन दंडनीय पापर वेतन हूँ मृत्यु पापर वेतन हूँ नरक जितेबाला ए विषय को ग्रहण करने परिवर्ते अनेक लोक अच्छा जदिओ भी से पाप कर समस्ते तो पाप कर जदिओ भी से पाप कर किंतु पापर परिणाम को से केबे हृदय आकलन करूना ईश्वर वाक्य को ईश्वर न्याय को से केबे ग्रहण करूना कि मु पाप करी आर वेतन मत मृत्यु अच्छी ईश्वर दंड अग्निमय नरक मत निक्षेप यार परिणाम को से केबे पाई पारना तार अर्थ से केबे ईश्वर वाक्य को ही विश्वास करूना ईश्वर न्याय को से ग्रहण करूना तो से कौन कहते केवल जगत रे आशा देखुं जगत रे भल बंचवाक अच्छे जगत रे बहुत कार्य करवाक अच्छे आउ जगत रे आउ थे बंचवा माने जगत भितर से आशा को रखी किंतु विपरीत भाव में आउ गोटे चोर कौन कहे किंतु अन्य जनक ताहाकु धमक दे उत्तर देला तू समान दंड तो पाउछु तू ईश्वर को कौन भय मध्य करूना। तो जीशु को ये ईश्वर बोली केमती विश्वास कर पारला बहुत आश्चर्य विषय ता पाखरे बाइबल नथिला से समय रे अनेक लोग जीशु को घृणा करथिले शास्त्री फारूसी माने जीशु विरोधी रे ठिया होइतिले किंतु ये चोर ये डकायत ये केमती ग्रहण करि पारला जीशु होचंती ईश्वर पुत्र आउ आमे सिना आमर कर्मर फल भोगुचु किंतु ये लोक ये केबे हेले तार कर्मर फल से भोगुना ये प्रकार विश्वास केमती पाइला कारण बाइबल रे कौन लिखा है आसतु आपन को पढ़ेबी लूक 11 पर्व को जीवा लूक 11 सॉरी 10:22 पद मु पढ़ुछु मोर पिता कर्तृत्व समस्त विषय मो ठारे समर्पित होई अछि आउ पुत्र किए यह पिता बिना कहीं जाने ना पुणी पिता किए यह पुत्र को बिना कहीं जाने ना आउ पुत्र जहाँ निकट ताहाको प्रकाश करने की इच्छा करती सी जाने। तो प्रकृत में ये डकायत केमती जानी पारला प्रकृत में आर हृदय स्थिति ईश्वर सत्य वाक्य द्वारा प्रतिफलित है से जानी पारला से ग्रहण कला जे मु होछि जने कदर्य पापी मु जने नरक जाउथिबा पापी आउ मु मोर परिणाम को मु भोगुछि एठी एहा तो शेष परिणाम नहीं या परे मु नरक जीवी पापर फलाफल को ता हृदय रे स्पष्ट भाव अंकित होइथिला से जने पापी बोली कि प्रकाश पाइला से जेतेबेले पापी बोली प्रकाश पाइला आउ ऑटोमेटिकली जीसु ख्रीष्ट ताको प्रकाश करछन्ते। तो ये कौन से कौन अन्य जनक ताहाकु धमक दे उत्तर दे देला तू समान दंड तो पाउछु तू ईश्वर को कौन भय मध्य करूनु तो जीशु होचंती ईश्वर पुत्र से होचंती ईश्वर ता तळक लिखा है आउ आंभे माने सिना अन्याय भाव में दंड भोगुअछु कारण आंभे माने निज निज कर्मर समुचित फल पाउछु किंतु ए व्यक्ति कौन सी दोष करना पुणी से कहला हे जीशु आपण निज राज्य में प्रवेश कले मते स्मरण करेंगे। डकायत रास्ता अलगा जीशु को रास्ता अलगा आमे जेतेबेले निजको पापी बोलिकी पाइलु आमे जेतेबेले निजको पापर फलाफल को बाइबल द्वारा आंकी पार्छु तो आमर रास्ता कौन जीशु को रास्ता कौन आमे भलरे जानि जिबा। तो प्रकृत रे चोर जेतेबेले निजको से स्थान रखिला सेतेबेले ताको सहज हो गला से जीशु को ग्रहण करबा पई सेति पई जेतेबेले जीशु को से ग्रहण करछि जीशु कोन कहउछन ताको सेतिरि से ताको कहले मु तुमको सत्य कहउछि आज तुमे मोहर सहित पारादीस उपस्थित हो। जीशु को ग्रहण करिवार अर्थ कौन परित्राण को ग्रहण करवा जीशु को विश्वास करिवार अर्थ कौन परित्राण पाइबा पुनर्जन्म पाइबा धार्मिक गणित हवा तेबे ये डकायत तो केमती ईश्वर को राज्य प्रवेश करि पारला जीशु तो कौन कहिथिले जहन 3 पर्व रे पुनर्जन्म प्राप्त नले कि ईश्वर को राज्य प्रवेश करि पारिबे नाही तेबे ये चोर जदि आज प्रवेश करूची ईश्वर को राज्य रे तेबे कौन कारण अछि ना से पुनर्जन्म पाइला परित्राण पाइला। तो बाइबल गोटे वाक्य पढ़ी के आम समाप्त करवा रोमियो 3:24 पद पढ़ा
23 ଆଉ 24 ପଦ ମୁଁ ପଢ଼ୁଛି। ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ପୁଣି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ଯେଉଁ ଲୋକମାନେ ଈଶ୍ୱରଙ୍କ ହୃଦୟକୁ ଗ୍ରହଣ କରିକି ମୁଁ ପାପ କରିଛି, ମୁଁ ପାପୀ ବୋଲିକି ପାଉଛନ୍ତି, ସେଇ ଲୋକମାନେ ଯୀଶୁଙ୍କର ପରିଚୟ ପାଉଛନ୍ତି। ଏଟା ଲେଖା ହେଇଛି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ତ ଆମେ ଯେତେବେଳେ ଆମର ସ୍ଥିତିକୁ ଦେଖୁଛୁ, ସେଠାରେ ଆମ ପାଖରେ କୌଣସି ରାସ୍ତା ନାହିଁ ପବିତ୍ର ହେବା ପାଇଁ, ଧାର୍ମିକ ହେବା ପାଇଁ। କିନ୍ତୁ ଯୀଶୁଖ୍ରୀଷ୍ଟ ଯିଏକି ଆମମାନଙ୍କ ପାଇଁ କୃଷାର୍ପିତ ହେଲେ ଆଉ କୃଷରେ ରକ୍ତ ଢାଳିଲେ, ଏହି ପ୍ରକାର ଆମର ପାପର ସମସ୍ୟାର ସମାଧାନ କରିକି ତୃତୀୟ ଦିବସରେ ପୁନରୁତ୍ଥିତ ହେଇ ଆମକୁ କ'ଣ କରିଛନ୍ତି? ଧାର୍ମିକ ଗଣନା କରିଅଛନ୍ତି। ଏହା ହେଉଛି ସତ୍ୟ। ଧନ୍ୟବାଦ।